ପିଲାମାନେ ଦେଖ ଆମର ପରୀକ୍ଷାରେ ଦଶମର ଆମର 50ଟା ଗଣିତ ଆସୁଛି। 50ଟା ଗଣିତକୁ ଆମେ 75 ମିନିଟ୍, ଗୋଟେ ଗଣିତକୁ 1.5 ମିନିଟ୍। 1.5 ମିନିଟ୍ ଭିତରେ ଆମର 4ଟା ଅପସନ୍ ଆସୁଛି। 4ଟା ଅପସନ୍କୁ କିଭଳି ଭାବରେ ଆମେ ସହଜ ଟ୍ରିକ୍ରେ କରିପାରିବା, ମୁଁ ତାର କେତୋଟି ଉଦାହରଣ ଗୋଟେ ଉଦାହରଣ ଦେଇକି ଗୋଟେ ଗଣିତର ବୁଝାଉଛି। ବର୍ତ୍ତମାନ ଆମ ଗୋଟେ କ୍ୱେଶ୍ଚିନ୍ ହେଲା ଏ ଓ ବି ମଧ୍ୟରେ ଦୁଇଟି ସମାନ୍ତର ମଧ୍ୟକ ଥିଲେ ତାର ଯୋଗଫଳ କେତେ ଆମେ କାଢ଼ିବାକୁ ଯାଉଛୁ। ତେଣୁ ତାର ଅପସନ୍ ଦେଇ 4ଟା a ପ୍ଲସ୍ b ବାଇ 2, a ପ୍ଲସ୍ b, a ମାଇନସ୍ b, 2a ପ୍ଲସ୍ 3b। ଆମେ ହଠାତ୍ ଜାଣିପାରିବାନି ଯେ ଉତ୍ତରଟା କେତେ ହେବ। ତେଣୁ ଆମେ ଯେଉଁ a ଓ b ର ସମାନ୍ତର ମଧ୍ୟକ ସୂତ୍ର ଅଛି କେମିତି କାଢ଼ିବା, ଆଗେ ଆମେ ତାକୁ ଯଦି ବ୍ୟାଖ୍ୟା କରି କରିବା a x1 x2 b ଏଗୁଡ଼ାକ ସମାନ୍ତର ଏଥିରେ ଅଛନ୍ତି। ତେଣୁ ଏଠି ଆମକୁ d କାଢ଼ିବାକୁ ପଡ଼ିବ। ସୂତ୍ର ମନେ ପକେଇଲେ ଏଇଟା ହେବ। dଟା କେମିତି ବାହାରିବ ନା b ମାଇନସ୍ a ବାଇ n ପ୍ଲସ୍ 1। ତେଣୁ b ମାଇନସ୍ a ବାଇ 2 ଭିତରେ ଯେଉଁ dଟା ବାହାରିଲା b ମାଇନସ୍ a ବାଇ 3। ତେଣୁ x1ଟା ପଛରେ ପ୍ରଥମ ସମାନ୍ତର ମଧ୍ୟକ x1ଟା କାଢ଼ିବା। ତେଣୁ x1ଟା କେମିତି ବାହାରିବ ନା a ପ୍ଲସ୍ d। a ମୂଲ୍ୟ d ର ମୂଲ୍ୟ ଏଠି ବାହାରିଛି b ମାଇନସ୍ a ବାଇ 3। ୟାକୁ ଲସାଗୁ 3 ନେଇକି ଯୋଗ କରିଦେଲେ ହେଲା 2a ପ୍ଲସ୍ b ବାଇ 3 ପ୍ରଥମ ସମାନ୍ତର ମଧ୍ୟକଟା। ଦ୍ୱିତୀୟ ସମାନ୍ତର ମଧ୍ୟକ x2 କେମିତି କରିବା a ପ୍ଲସ୍ 2d, a 2d ର ମୂଲ୍ୟ b ମାଇନସ୍ a ବାଇ 3। ଏମିତି ହେଲେ a ପ୍ଲସ୍ 2b ମାଇନସ୍ 2a ବାଇ 3। 3 ଲସାଗୁ ନେଇଗଲେ 3a ପ୍ଲସ୍ 2b ମାଇନସ୍ 2a, 2b ପ୍ଲସ୍ a ବାଇ 3। ଦୁଇଟା ଯାକ ସମାନ୍ତର ମଧ୍ୟକ x1 ଓ x2 ଆମେ ଯଦି ଯୋଗ କରିବା x1 ର ମୂଲ୍ୟ ପକେଇଲେ 2a ପ୍ଲସ୍ b ବାଇ 3, 2b ପ୍ଲସ୍ a ବାଇ 3। ଏମିତି ଲସାଗୁ 3 ନେଇଗଲେ ଆସିଗଲା 3a ପ୍ଲସ୍ 3b ବାଇ 3 ବା 3 ହୋଲ୍ ଇଣ୍ଟୁ a ପ୍ଲସ୍ b ବାଇ 3, 3 3 କରିଦେଲେ a ପ୍ଲସ୍ b। ତେଣୁ এই ଉତ୍ତରଟା ଆମେ a ପ୍ଲସ୍ b ପାଇଲେ। କିନ୍ତୁ ଏହା ଗୋଟେ ସହଜ ଟ୍ରିକ୍ ହେଲା, କେବଳ ଦୁଇଟା ସମାନ୍ତର ମଧ୍ୟକ ଏଇଟା ପ୍ରଯୁଜ୍ୟ। ଯଦି ଦୁଇଟା ସମାନ୍ତର ମଧ୍ୟକ ଥିବ ତାହେଲେ ଆମେ କ'ଣ କରିବା, ଆଉ ଅନ୍ୟ କଥା ଚିନ୍ତା ନ କରି ଏଇ ଦୁଇଟା ଯାକ a ଆଉ b କି ମିଶେଇ ଦେବା। ତେଣୁ ଏଇଟା ହେଉଛି ଗୋଟେ ସହଜ ଟ୍ରିକ୍। ତେଣୁ a ଓ b ମଧ୍ୟରେ ଯଦି ଦୁଇଟି ସମାନ୍ତର ମଧ୍ୟକ ଥିବ ତେବେ ତାର ଯୋଗଫଳ କେତେ ହେବ ନା এই ଦୁଇଟା ସଂଖ୍ୟା ମିଶିବ a ପ୍ଲସ୍ b ହେବ, କେବଳ ଦୁଇଟା ସମାନ୍ତର ମଧ୍ୟକ ଥିଲେ। ଆଉ ଗୋଟେ ଏକ୍ଜାମ୍ପଲ୍ ନେଇକି ବର୍ତ୍ତମାନ ଆମେ କରିବା। ବୁଝିପାରୁଛ? ବର୍ତ୍ତମାନ ଆମେ ଯେଉଁ ସୂତ୍ରଟାକୁ ଜାଣିଲି ସେ ସୂତ୍ରଟାକୁ ବର୍ତ୍ତମାନ ଆଉ ଗୋଟେ ଗଣିତ ମଧ୍ୟରେ ପ୍ରୟୋଗ କରିବା। ଗୋଟେ ଗଣିତ ହେଇଛି 5 ଓ 14 ମଧ୍ୟରେ ଦୁଇଟି ସମାନ୍ତର ମଧ୍ୟକ ଥିଲେ ତାର ଯୋଗଫଳ କେତେ। ବର୍ତ୍ତମାନ ଆମେ ଆଉ ତାକୁ ଇଏ କରିବାନି, ଟ୍ରିକ୍ ପକେଇଦେଲେ ହେଇଯିବ। ଆଉ କ'ଣ 5 ଯୁକ୍ତ 14 ଯଦି a ପ୍ଲସ୍ b ବାହାରୁଥିଲା 5 ଯୁକ୍ତ 14 ଅପସନ୍ ଅଛି 19, 9, 38। ସାଙ୍ଗେ ସାଙ୍ଗେ ଆମେ 19ଟାକୁ ଠିକ୍ ମାରିଦେବା। ବୁଝିପାରିଲ? କେବଳ ଦୁଇଟା ସମାନ୍ତର ମଧ୍ୟକ ଥିଲେ। ପୁଣି ଆଉ ଗୋଟେ ଏକ୍ଜାମ୍ପଲ୍ ଦିଆହେଇଛି 4x ମାଇନସ୍ 9 ଓ 3x ପ୍ଲସ୍ 7 ମଧ୍ୟରେ ଦୁଇଟି ସମାନ୍ତର ମଧ୍ୟକ ଥିଲେ ତାର ଯୋଗଫଳ କେତେ। ଆମର ଆଉ ସୂତ୍ର ନୂଆ କରି ଏ ଦୁଇଟାକୁ ସାଙ୍ଗେ ସାଙ୍ଗେ ମିଶେଇ ଦେଇକି ବର୍ତ୍ତମାନ ବାହାର କରିଦେବା। ଏଇଟା ହେଉଛି 4x ମାଇନସ୍ 9, 3x ପ୍ଲସ୍ 7 ମିଶେଇଦେବା ଡାଇରେକ୍ଟ। ଏଇଟା ହେଇଯିବ 7x ମାଇନସ୍ 2। ଏଇଟା ଆସିଲା 7x ମାଇନସ୍ 2। ବୁଝିପାରିଲ? ଏଇଭଳି ଭାବରେ ଆମେ କରିପାରିବା। a ଓ b ମଧ୍ୟରେ ତିନୋଟି ସମାନ୍ତର ମଧ୍ୟକ ଥିଲେ ସେମାନଙ୍କର ଯୋଗଫଳ କେତେ। ଏଭଳିଆ କ୍ୱେଶ୍ଚିନ୍ ଅଛି। ଯଦି ସେଇଟା ଆମେ ଯେଉଁ ସୂତ୍ରଟା ଗୋଟେ ଦୁଇଟା ପାଇଁ ଏଇଟା ତିନିଟା ଯଦି ସମାନ୍ତର ମଧ୍ୟକ ଥିବ କେମିତି କାଢ଼ିବା, ଏ ଅପସନ୍ ଦେଇକି 3 ହୋଲ୍ ଇଣ୍ଟୁ a ପ୍ଲସ୍ b, 4 ହୋଲ୍ ଇଣ୍ଟୁ a ପ୍ଲସ୍ b, 3 ବାଇ 2 ହୋଲ୍ ଇଣ୍ଟୁ a ପ୍ଲସ୍ b, 4 ହୋଲ୍ ଇଣ୍ଟୁ a ମାଇନସ୍ b ବାଇ 3। ତାହେଲେ ଆମେ ଏ ସୂତ୍ରଟା ଏଇ ଗୋଟିକ ପଡ଼ିବ 3 ବାଇ 2 ହୋଲ୍ ଇଣ୍ଟୁ a ପ୍ଲସ୍ b। ଆମେ ବ୍ୟାଖ୍ୟା କରିକି କାଢ଼ିବା ଯେମିତି ଆମର x1 x2 x3 କାଢ଼ିକିରି ତାହେଲେ ଆମେ ମିଶେଇ କାଢ଼ିବା ଏଇ ଗୋଟେ 3 ବାଇ 2 a ପ୍ଲସ୍ b ଆସିବ। ଏଇଟା ସୂତ୍ର। ଆମେ ଯେଉଁ କରୁଥିଲି a ଓ b ମଧ୍ୟରେ ଦୁଇଟା ସମାନ୍ତର ମଧ୍ୟକ ଥିଲେ ତାର ଯୋଗଫଳ a ପ୍ଲସ୍ b। ଏଇଟା ସେମିତି a ଓ b ମଧ୍ୟରେ ତିନୋଟି ସମାନ୍ତର ମଧ୍ୟକ ଥିବ ତାର ସେମାନଙ୍କର ଯୋଗଫଳ ହେଲା 3 ବାଇ 2 ହୋଲ୍ ଇଣ୍ଟୁ a ପ୍ଲସ୍ b। ବର୍ତ୍ତମାନ ସେଇଭଳିଆ ଗଣିତ ଯଦି 11 ଏବଂ 51 ମଧ୍ୟରେ ତିନିଟା ସମାନ୍ତର ମଧ୍ୟକ ଥିବ ତାହେଲେ ସେମାନଙ୍କର ଯୋଗଫଳ କେତେ। ଅପସନ୍ ଦେଇଛି 63, 73, 83, 93। ଆମେ ସୂତ୍ର ଏଇ ଗୋଟିକ ପକେଇବା କୋଉଟା ନା 3 ବାଇ 2 ହୋଲ୍ ଇଣ୍ଟୁ a ପ୍ଲସ୍ b। 3 ବାଇ 2 a ପ୍ଲସ୍ ଏ ଜାଗାରେ ପକେଇବା 11, ଦୁଇ ଜାଗାରେ ପକେଇବା 51। 3 ବାଇ 2 51, 11 ହେଇଗଲେ 62, 31, 31 93 ଆଉ। ତେଣୁ ଏଇଟା ଆସିଲା ଅପସନ୍ ଡି 93। ବୁଝିପାରିଲ? ଯେତେ ଥିବ କିଛି ଅସୁବିଧା ନାହିଁ।
ଆମର 3ଟା ଥିଲେ 3/2 a + b ପଡ଼ିବ ସୂତ୍ର। ଓକେ।